ବୌଦ୍ଧସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦର ଚଳିତ ବର୍ଷର ଶେଷ ଜିଲ୍ଲା ବୈଠକ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାନ୍ତ ଧର୍ମପ୍ରସାର ପ୍ରମୁଖ ମାନନୀୟ ଦିଲ୍ଲୀପ କୁମାର ମେହେର ଯୋଗଦେଇ ବୈଠକର ବିଶେଷତ୍ୱ ଉପରେ ବୁଝାଇଥିଲେ। ଆଗକୁ ଭାରତ ବର୍ଷର ହିନ୍ଦୁ ସମାଜ କିପରି বিষম সমস্যার সম্মুখীন হওয়াকু যাଉଛି এবং মুসলিম এবং বাংলাদেশীମାନଙ୍କ দ্ୱାରା ଅତ୍ୟାଚାରିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। वास्तविक माने राष्ट्र को परिस्थिति रे अछि राति निद होनी निश्चित भाव ये भाया परिस्थिति आम समस्ते अच्छु